ଘର ଉପରେ ଏହି ଗଛର ଛାଇ କଦାପି ପଡ଼ିବା ଉଚିତ ନୁହେଁ, ନଚେତ୍ ଘରକୁ ଦୁର୍ଭାଗ୍ୟ ମାଡ଼ି ଆସିବ। ବନ୍ଧୁଗଣ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନଙ୍କୁ ଆମର ଏହି ଭିଡ଼ିଓରେ ବହୁତ ସ୍ୱାଗତ ଜଣାଉଛୁ। ଯଦି ଆପଣଙ୍କ ଘରର ଅଗଣାରେ କୌଣସି ଗଛର ଛାଇ ପଡ଼ୁଛି, ତାହେଲେ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ। ବାସ୍ତୁଶାସ୍ତ୍ରରେ ଏହାକୁ ଛାୟାଭେଦ କୁହାଯାଏ। ବାସ୍ତୁଶାସ୍ତ୍ରରେ ଗୃହ ନିର୍ମାଣକୁ ଧାର୍ମିକ କାର୍ଯ୍ୟ ମାନା ଯାଇଛି। ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ଦେବତାଙ୍କ କାରିଗର ବିଶ୍ୱକର୍ମା ସୃଷ୍ଟିର ନିର୍ମାଣ ସମୟରେ କରିଥିଲେ। ବନ୍ଧୁଗଣ, ଏହାର ନିର୍ମାଣ ଏପରି ହୋଇଥିଲା କି କୌଣସି ମନୁଷ୍ୟ ନିଜ ଗୃହକୁ ଭଲ ଭାବରେ ଆପଣେଇ ପାରିବ ନାହିଁ। ଭଗବାନ ନିର୍ମାଣ କରିବା ସମୟରେ ପ୍ରଥମେ ଆମକୁ ଭୂମିର ପରୀକ୍ଷଣ କରିବାକୁ ପଡ଼ିଥାଏ। ଭୂଖଣ୍ଡର ଆକାର, ପରିବେଶ, ଗଛଲତା ଆଦିକୁ ଗୁରୁତ୍ୱ ଦିଆଯାଇଥାଏ। ଭଗବାନ ନିର୍ମାଣ ସମୟରେ ଦିଗ ନିରୂପଣ ମଧ୍ୟ କରାଯାଇଥାଏ। କହିବାକୁ ଗଲେ ପୁରାତନ ଯୁଗରୁ ଆଜିର ଆଧୁନିକ ଯୁଗରେ ମଧ୍ୟ ବାସ୍ତୁଶାସ୍ତ୍ରକୁ ଆଧାର କରି ଗୃହ ନିର୍ମାଣ କରାଯାଇଥାଏ। କାରଣ ଘରେ ବାସ୍ତୁ ଉତ୍ପନ୍ନ ହେଲେ ଏହାର ଅଶୁଭ ପରିଣାମ ପରିବାର ଲୋକଙ୍କୁ ଭୋଗିବାକୁ ପଡ଼ିଥାଏ। ବନ୍ଧୁଗଣ, ବାସ୍ତୁଶାସ୍ତ୍ରରେ ଅନେକ ବାସ୍ତୁ ନିୟମ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ଯଦି ଘରର ଅଗଣାରେ ଥିବା ଗଛ ଘର ମଧ୍ୟକୁ ପ୍ରବେଶ କରୁଥିବା ବାୟୁ ଓ ଆଲୋକକୁ ରୋକିଥାଏ, ତାହେଲେ ଘର ପାଇଁ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ। ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହେଲେ ଏହାର ଅଶୁଭ ପରିଣାମ ପରିବାର ଲୋକଙ୍କ ଉପରେ ପଡ଼ିଥାଏ। ଘରର ମୁଖ୍ୟ ଦ୍ୱାର ସାମ୍ନାରେ କୂଅ, ଇଲେକ୍ଟ୍ରିକାଲ ଖୁଣ୍ଟି, ବରଗଛ, ତେନ୍ତୁଳି ଗଛ, ବାଉଁଶ ଗଛ ଆଦି ରହିବା ଉଚିତ ନୁହେଁ। ଏହି ଗଛ ଗୁଡ଼ିକରେ ନକାରାତ୍ମକ ଶକ୍ତି ବାସ କରିଥାନ୍ତି, ଯାହାଫଳରେ ଏହି ଗଛ ଘରର ଅଗଣାରେ ରହିଲେ ଘର ଉପରକୁ ସଙ୍କଟ ମାଡ଼ି ଆସିଥାଏ। ବନ୍ଧୁଗଣ, ବାସ୍ତୁଶାସ୍ତ୍ରରେ ଅନେକ ଗୁଡ଼ିଏ ବେଦ ଗୁଡ଼ିକର ବର୍ଣ୍ଣନା କରାଯାଇଛି, ଯେପରି ଦ୍ୱାର ବେଦ, ସ୍ୱର୍ଗ ବେଦ, ଦେବାଳୟ ବେଦ, ଦିଶା ବେଦ, ବୃକ୍ଷ ବେଦ, ବସ୍ତୁ ବେଦ, ଛିଦ୍ର ବେଦ ଭଳି ଅନେକ ବେଦ ରହିଛି। ଘର ସାମ୍ନାରେ ଦୂଷିତ ପାଣି ଜମି ରହିବା ଉଚିତ ନୁହେଁ। ଏହା ଦ୍ୱାରା ରୋଗ ଜୀବାଣୁ ସୃଷ୍ଟି ହୋଇଥାଏ ଏବଂ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ସ୍ୱର୍ଗବେଦ କାରଣରୁ ଘରେ ପରିବାର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥାଏ। ଛିଦ୍ରବେଦ କାରଣରୁ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଆର୍ଥିକ ସଙ୍କଟ ଦେଖା ଦେଇଥାଏ। ଘରର ଭିତରେ ନଳରୁ ପାଣି ପଡ଼ିବା ଶୁଭ ହୋଇନଥାଏ। ଘରେ କାନ୍ଥ ଫାଟିବା ଅଶୁଭ ଲକ୍ଷଣ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ କୌଣସି ମନ୍ଦିରର ଧ୍ୱଜ ଘର ଉପରେ ପଡ଼ିବା ମଧ୍ୟ ଅଶୁଭ ହୋଇଥାଏ। ଏହାକୁ ଧ୍ୱଜବେଦ କୁହାଯାଏ। ଘରର ମୁଖ୍ୟ ଦ୍ୱାରର ମୁହଁ ସାମ୍ନାରେ ବରଗଛ, ତେନ୍ତୁଳି ଗଛ ଆଦି ରହିବା ଉଚିତ ନୁହେଁ, କାରଣ ଏହି ଗଛ ମୃତ୍ୟୁର ସଂକେତ ଦେଇଥାଏ। ଏହି ଗଛ ଘରର ଦ୍ୱାର ମୁହଁରେ ରହିବା ଦ୍ୱାରା ଘରର ଲୋକଙ୍କର ଅମଙ୍ଗଳ ହୋଇଥାଏ ଏବଂ ଘରେ କଳହ ସୃଷ୍ଟି ହୋଇଥାଏ। ବନ୍ଧୁଗଣ,
ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ। ଧନ୍ୟବାଦ।